बोलिए महापुरुष अच्युतानंद जी की जय। शुद्धि जानी ज्ञानी गुणी मंडली आज अध्याय आलोचना को आपण मानक स्वागत जनाऊँ। आज मालिका वचन आलोचन आलोचना करने जाऊे अच्युतानंद महापुरुष को शिष्य रामचंद्र पचारुचन गुरुदेव सबु जुगरे प्रलय केतेबेले आसे सबु जुगर शेष समय प्रलय ही आसे ना हे गुरुदेव से प्रलय आसबार सबु जुगरे सूचना संकेत सब कौन एवं आलोचना शेष जड़े भक्तर ना आम कहू किए से भक्त कौन तार ना कौड़ तार जन्म हो। अच्युतानंद कहले कहले 5 3 13 11 थोई 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 5 4 ठूल करिबो तही 5 4 ठूल करिबो तही मन हो प्रलय को जानिबो 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 परम तुले जाई न मिसिबो परम तुले जाई न मिसिबो। कहले 5 3 13 11 थोई 5 4 ठूल करिबो तोही पारिबु जेबे करी भिन्ना भिन्न पाई पारिबु तू प्रभुंक चिन्ह मन हो प्रलय को जानिबु सही समय तू प्रलय को देखिबु प्रलय घटिब संसार प्रलय आसबार संकेत कण प्रलय केते प्रकार गुरुदेव अच्युत कहले प्रलय महिमा एबे कहिबा क सुण बाबू कहिबा क सुण जुगांत काले समस्ते लभंती मरण बाबू लभंती मरण जुगांत कहले प्रलय महिमा बे कहिबा क सुण जुगांत काले समस्ते लभंती मरण जुगांत जुगर अंत माने शेष जेतबेले हुए सेतबेले समस्ते मरंती जे घड़ीची धरा सरा बण उपाड़ बाबू बण उपाड़ जे घड़ीची जन्म तारा सुनाए संसार बाबू सुनाए संसार जे गड़ीची धरासरा बण उपाड़ जे गड़ीची जन्म तारा सुनाए संसार की प्रभु गढ़ी नहीं गढ़ी मणिष जीए खंजी अच्छी पिंड बाबू खंजी अच्छी पिंड आई छारे ना सहेब सकल ब्रह्मांड बाबू सकल ब्रह्मांड कहले गढ़ी मनीष जी खंजी अच्छी पिंड जी मनीष गढ़ी पिंड दे गढ़ी ता इच्छा नाश हो सकल ब्रह्मांड ये सकल ब्रह्मांड प्रलय जल नाश हो। शिष्य रामचंद्र कहले गुरुदेव भगवान सुंदर सृष्टि को तैयारी करिसेंती कुम्हार गोटे माठिया तैयारी कला भली से माठिया को जदि भांगी दिए ताले कष्ट हेनी कारीगर गोटे खेलना तैयारी कर मूर्ति गढ़ी से मूर्ति जदि भांगी दिए निजे निज निजे निजे निजर सृष्टि को किमिति नष्ट कर ना रामचंद्र रे गढ़ी न भांगिले सृष्टि काहीं ठाब होंता बाबू काहीं ठाब होंता तेणु करी नाश कले करम करता बाबू करम करता कहले भगवान सुंदर सृष्टि गढ़ी जन्म तारा गढ़ी सुना संसार गढ़ी मनीष को तार रक्षणाबेक्षण करने पठे सृष्टि नहीं पढ़ी ये सृष्टि हूँ गोटे उद्यान बगीचा ये बगीचार सी जत्न नब देखभाल कर स्वार्थ नुहे परमार्थ भावना नहीं
ନିଜର ନୁହେଁ ଜଗତର ମଙ୍ଗଳ ଚିନ୍ତା କରିବ। କିନ୍ତୁ ଯଦି ସେ ଠିକ ନ କରିପାରିଲା ଯେତେ ବଡ଼ ଦାୟିତ୍ୱ ସେତେ ବଡ଼, ଯେତେ ବଡ଼ ପଦବୀ ସେତେ ବଡ଼ ଗୁରୁ ଦାୟିତ୍ୱ। ମନେ ରଖନ୍ତୁ ଏ କଥା। ଯାହାକୁ ଯେତେ ବଡ଼ ପଦବୀ ପ୍ରଭୁ ଦେଇଛନ୍ତି ଯେତେ ବଡ଼ ଦାୟିତ୍ୱ ନୁହେଁ, ପଦବୀ ସହିତ ଗୁରୁ ଦାୟିତ୍ୱ ମଧ୍ୟ ବଢ଼ିଯାଏ। କିନ୍ତୁ ଅଚ୍ୟୁତ କରେ ସୃଷ୍ଟି କାହିଁକି ପ୍ରଳୟ ଜଳରେ ବୁଡ଼ିବ ନା ରକ୍ଷକ ଭକ୍ଷକ ହେବେ ଘୋର କଳି କାଳେ ବାବୁ ଘୋର କାଳି କାଳେ ସର୍ବେ ପୁଣି ନାଶ ଯିବେ ପ୍ରଳୟର ଜଳେ ବାବୁ ପ୍ରଳୟର ଜଳେ ରକ୍ଷକ ଭକ୍ଷକ ହେବେ ଘୋର କଳି କାଳେ। ଯିଏ ରକ୍ଷକ, ଯାହା କାନ୍ଧରେ ବେଶୀ ଗୁରୁ ଦାୟିତ୍ୱ, ଯେତେ ବଡ଼ ପଦବୀ ସେତେ ଦାୟିତ୍ୱ ବଢ଼ି ଯାଇଥାଏ। କିନ୍ତୁ ଯିଏ ଦେଶର ରକ୍ଷାକର୍ତ୍ତା, ଯିଏ ଦେଶର ସୁରକ୍ଷା ଦାୟିତ୍ୱରେ ଥିବ, ମହାପୁରୁଷ କହିଲେ ସେଇ ଭକ୍ଷକ ସିଏ ଭକ୍ଷଣ କରିବ। ଆଜି ହଉନି କି ସମାଜରେ ଆପଣ ଦେଖିବେ, ଯାହାକୁ ଆମେ ଆଜିର ସମାଜରେ, ସେତେବେଳେ ଯଦି ଅତୀତ କାଳକୁ ଆମେ ଚାଲିଯିବା, ଅତୀତକୁ ଯଦି ଚାଲିଯିବା ପୁରାଣ ଯୁଗକୁ, ରାଜାମାନେ ନିଜ ସ୍ୱାର୍ଥ ଦେଖୁନଥିଲେ। ରାଜାମାନେ ନିଜ ସ୍ୱାର୍ଥ ଦେଖୁନଥିଲେ, ପ୍ରଜାମାନଙ୍କ ହିତରେ ରାଜାଙ୍କର ହିତ ଥିଲା। ଆଜି କ'ଣ ହେଇଛି ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଶୁଦ୍ଧି ଜ୍ଞାନୀ ଗୁଣୀ ମଣ୍ଡଳୀ। ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ଯାହାଙ୍କ ଉପରେ ରକ୍ଷାର ଦାୟିତ୍ୱ, ପ୍ରଜାମାନଙ୍କର ହିତରେ ରାଜାଙ୍କର ହିତ ଆଗରୁ ଥିଲା। କିନ୍ତୁ ବର୍ତ୍ତମାନ ଅଚ୍ୟୁତାନନ୍ଦ ମାଳିକାରେ ଲେଖିଛନ୍ତି, କହିଲେ ବାବୁରେ ରାଜା ଏ ଶାଗୁଣା ହେବେ ପ୍ରଜାଏ ମୁର୍ଦାର ବାବୁ ପ୍ରଜାଏ ମୁର୍ଦାର। ପ୍ରଳୟ କାଳର ଦୃଶ୍ୟ ମହାଭୟଙ୍କର ବାବୁ ମହାଭୟଙ୍କର। କଲେ ରାଜାଏ ଶାଗୁଣା ହେବେ ପ୍ରଜାଏ ମୁର୍ଦାର। ଆଜି ହେଇନି କି ସମାଜରେ? ଆଜି ରାଜତନ୍ତ୍ର ଆପଣ ଦେଖନ୍ତୁ, ଏ ରାଜତନ୍ତ୍ର ପରିବର୍ତ୍ତନ ଯେତେବେଳେ ଅତୀତ ଥିଲା, ମନେ ଦେଇକି ଶୁଣନ୍ତୁ କଥା, ଅତୀତ ଯୁଗକୁ ଆମେ ଚାଲିଯିବା, ପୁରାଣ ଯୁଗକୁ। ରାଜାମାନେ ଶାସନ କରୁଥିଲେ ପ୍ରଜାମାନଙ୍କର ହିତ, ଛଦ୍ମ ବେଶରେ ଯାଉଥିଲେ। ମୋର ଶାସନ ଦ୍ୱାରା, ମୋ ଶାସନ ଦ୍ୱାରା ମୋ ପ୍ରଜାମାନେ ସୁଖରେ ଅଛନ୍ତି ତ, ଖୁସିରେ ଆନନ୍ଦରେ ଅଛନ୍ତି ତ, ଶାନ୍ତିରେ ମୋ ପ୍ରଜାମାନେ ଅଛନ୍ତି ତ, କେହି ଅଭାବ ଅସୁବିଧାରେ ମୋ ପ୍ରଜାମାନେ ନାହାନ୍ତି ତ। ଏ ଘଟଣା ଗୁଡ଼ିକ ଦେଖିବା ପାଇଁ ରାଜାମାନେ ପୁରାଣ କାଳରେ, ଅତୀତରେ ଛଦ୍ମ ବେଶରେ ସବୁ ବୁଲୁଥିଲେ। ନିଜ ପୋଷାକରେ, ରାଜ ପୋଷାକରେ ବୁଲୁନଥିଲେ। କାହିଁକି ନା ରାଜ ପୋଷାକରେ ଯଦି ବୁଲିବା, ତାହେଲେ ତାଙ୍କ ସେବକମାନେ ଦେଖିବେ ଏଇ ଆମର ଲୋକ ରାଜା ଆସୁଛନ୍ତି ଏପଟେ, ତମେ ଭଲକି ସବୁ ଲୁଚେଇ ନାଚେଇ ଦିଅ, ତମେ ଯେଉଁ ଯାହା ଖାଉଛ ନାଇଁ ନାଇଁ ତାକୁ ସବୁ ଲୁଚେଇ ଦିଅ, ଭଲ ଜିନିଷ ତମକୁ ଦେଉଛି ତାକୁ ଖାଅ। ରାଜା ଦେଖିବେ ଯେମିତି ନାଇଁ ମୋ ଶାସନରେ ଭଲରେ ଅଛନ୍ତି ମାନେ, ନା ଏଇଭଳି ଥିଲା। ବର୍ତ୍ତମାନ ସମୟରେ ରାଜନୀତି ସ୍ତର ଏଭଳି ହେବ, ରାଜାମାନେ ଶାଗୁଣା ହେବେ, ପ୍ରଜାମାନେ ମୁର୍ଦାର ହେବେ। ସେତେବେଳେ ରାଜକୋଷରୁ ଧନ ଦଉଥିଲେ ପ୍ରଜାମାନଙ୍କର ସେବା ପାଇଁ। ଏଇଖିଣା ଦେଖନ୍ତୁ କ'ଣ ପରିସ୍ଥିତି ହେଉଛି। ସେଇଥିପାଇଁ ମହାପୁରୁଷ ଲେଖିଲେ, ରାଜକର୍ମୀ ମାନେ ଚୋରି ଯେ କରିବେ ରାଜସ୍ୱ ନିଜସ୍ୱ ଭାବି, ରାଜସ୍ୱ ନିଜସ୍ୱ ଭାବି হে সুজনে রাজস্ব নিজস্ব ভাবি। ରାଜସ୍ୱ ଜାଗାରେ ତାଲା ଯେ ପଡ଼ିବ ଅମଲା ତନ୍ତ୍ରରେ ଚାବି। ଶୁଣ ସୁଜନେ ଗୁଣି ବେଳ କାଳ ଆସିଲାଣି হে ଶୁଣ ସୁଜନେ ଗୁଣି। କହିଲେ ରାଜକର୍ମୀ ମାନେ ଚୋରି ଯେ କରିବେ ରାଜସ୍ୱ ନିଜସ୍ୱ ଭାବି। କଳିଯୁଗ ଶେଷର ପ୍ରଳୟର ହେଉଛି ସଂକେତ। ରାଜକର୍ମୀ ମାନେ ଚୋରି ଯେ କରିବେ ରାଜସ୍ୱକୁ ନିଜସ୍ୱ ଭାବିକିନା, ଆଉ ଏଇଭଳି ଅମଲା ତନ୍ତ୍ରରେ ଚାବି ପଡ଼ିବ ବୋଲି 600 ବର୍ଷ ତଳେ ଅଚ୍ୟୁତାନନ୍ଦ ମାଳିକାରେ ଲେଖି ଦେଇଥିଲେ। କ'ଣ ମିଛ? ନା,
ଅକ୍ଷର ଅକ୍ଷର ଦେଖନ୍ତୁ ସତ ହେଇଛି। ରାଜା ହେଇଛନ୍ତି ଶାଗୁଣା, ପ୍ରଜା ଆଜି ମୂର୍ତ୍ତା। ଅତୀତ କାଳକୁ ଚାଲିଯିବା, କିନ୍ତୁ ଆଗକୁ ସେଇଭଳି ଗୋଟେ ସୁବର୍ଣ୍ଣ ଯୁଗ ଆସୁଛି। ସନ୍ଥ ସୁରଦାସ କହିଲେ ୟା ପରେ ରାମ ରାଜ୍ୟର ପ୍ରତିଷ୍ଠା ହେବ। ଚାରିଆଡ଼େ ଆପଣ ଦେଖିବେ ସତ୍ୟର ବାନା ଉଡ଼ିବ, ଧର୍ମତନ୍ତ୍ର ରାଜତନ୍ତ୍ର ଦ୍ୱାରା ପରିଚାଳିତ ହେବ।